ফার্স্ট টাইম ଦେଖିଲି ମାଛର କଟା ଷ୍ଟାଇଲ। ମାଉସୀ ମୋର ପୁରା ଘଷି 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 ତା ପୁରା ଛାଲ ଉତାରିଦେଲେ। ହ୍ୟାଲୋ ହାଏ ସାଙ୍ଗମାନେ, କେମିତି ଅଛନ୍ତି? ବହୁତ ବଢିଆ ଥିବେ। ମୁଁ ବହୁତ ବଢିଆ ଅଛି ସାଙ୍ଗମାନେ। ପ୍ରଥମରୁ ତ ଆପଣ ଦେଖିପାରୁଥିବେ ମାଛ କଟା କେମିତି ଷ୍ଟାଇଲ। ସାଙ୍ଗ ଇଏ ହେଲା ଆମର ଚିଲକୁଲପୁରୀ ଷ୍ଟେସନ। ଆମେ ଆଗକୁ ଆଗକୁ ଆହୁରି ବହୁତ ପ୍ରକାର ଗମନ କରିବୁ। ଆଗେ ଆଗେ ସୁମିତି ତାର ଚଲେଇ ଚଲେଇ ଚାଲିଛି, ମୁଁ ତା ପଛରେ ବଢିଆକିରି ବସି ଚାଲିଛି। ଚାଲନ୍ତୁ ସାଙ୍ଗମାନେ, ଆମେ ଅବିକା ଚାଲିଲେ ଆମର ମଛଲିପାଟ। ଇଏ ଯୋଉ ବସ୍ ଦେଖୁଛନ୍ତି ଏଇଟା ପୁରା ଡାଇରେକ୍ଟ ଯାଉଛି ହାଇଦ୍ରାବାଦ। 8টাରୁ ବସ୍ ଯାଉଛି, ରାତି 8ରୁ ହାଇଦ୍ରାବାଦ। ଆମେ ବହୁତ ଥର ଚେଷ୍ଟା କରୁଛୁ ଯିବା ପାଇଁ, ହେଲେ କେବେ ଯାଇପାରୁନୁ। ଆମର ପେଟ୍ରୋଲ ସରିଯାଇଛି। ଆମେ ସେଥିପାଇଁ ପେଟ୍ରୋଲ ପମ୍ପକୁ ପଳେଇ ଆସିଲୁ। ପେଟ୍ରୋଲ ପକେଇକିରି ଆମେ ଆମ ସ୍ଥାନକୁ ଗମନ କରିବା। ଦେଖିବା ଏଇଠି ଆମେ ପେଟ୍ରୋଲ ପକେଇଥିଲୁ। ଆମେ ଆଣ୍ଟିକି ପ୍ରଥମେ କହିଥିଲୁ ଆମର 500 ପକେଇବୁ। ଆଣ୍ଟି କହିଲେ ନା 300 ମତଲବ ମୁଡ ଅନ୍ତଲୁ। ଆମର ପେଟ୍ରୋଲ ସାରିକିରି ଆମେ ଆମ ବାଟରେ ଚାଲୁ। ପୁରୀ ଗୋଟେ ବାଟରେ ଯାଉ 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 କିଛି ସମୟ ପରେ ଆମର ପଡ଼ିଲା ଏଠି ହିନ୍ଦୁ କଲେଜ। ଆମର ହିନ୍ଦୁ କଲେଜ ଏଠି ଅଛି ଆନ୍ଧ୍ରରେ। ଆଜି ପଢିବାକୁ ଚେଷ୍ଟା କରୁଛନ୍ତି, ଏଠି ପଳେଇ ଆସୁ ହିନ୍ଦୁ କଲେଜ ପଢିବେ। ଆମର ପଳେଇ ଆସିଲୁ। ଆମର ଏଠି ଦେଖନ୍ତୁ ମାଛ ମାର୍କେଟ ପଳେଇ ଆସିଲୁ। ଦି ସାଇଡ